ବାପାଙ୍କ ଆଖିଟା ଦେଖିବା ପାଇଁ ଆଜି ପୁଣି ଥରେ ହସ୍ପିଟାଲ ବାହାରିଥିଲୁ। ହସ୍ପିଟାଲ ଯାଇ ପହଞ୍ଚିଲା ବେଳକୁ ଲାଲା ହ୍ୱିଲ୍ ଚେୟାର ନେଇକି ପଳେଇ ଆସିଥିଲା। ଝିଅ ବି ତା ସାଙ୍ଗରେ ଥିଲା। ହ୍ୱିଲ୍ ଚେୟାରରେ ବାପାଙ୍କୁ ବସେଇକି ନେଇକି ସେମାନେ ଲିଫ୍ଟରେ ପଳେଇଲେ ଡିପାର୍ଟମେଣ୍ଟକୁ। ସେଠି ଡକ୍ଟର ଦେଖେଇଲେ। ଡକ୍ଟର ଦେଖେଇଲା ପରେ ଶୀଘ୍ର ଆମର କାମ ସରିଯାଇଥିଲା। ଆମେ ଏଥର ଫେରି ଆସିଲୁ। ମୋ ମନଟା ଭଲ ଲାଗୁନଥାଏ। ମୋ ପାଦରେ ଗୋଟେ ପେନ୍ ହେଉଥିଲା। ଗୋଟେ ଭେନ୍ରେ ଗୋଟେ ଇଞ୍ଜେକ୍ସନ୍ ଦେବା ପାଇଁ ଡକ୍ଟର କହିଥିଲେ। ଇଞ୍ଜେକ୍ସନ୍ ନେଇ ଆସିଥିଲି, ହେଲେ ସେ କହିଲେ ସେକେଣ୍ଡ ହାଫ୍ରେ ଦିଆହେବ, ମାନେ 3ଟା 4ଟା ବେଳକୁ। ଏଥର ଆମେ ବାଟରେ ହୋଟେଲ ବରୁଣେଇରେ ଖାଇବା ପାଇଁ ଗଲୁ। ବାପାଙ୍କୁ ନେଇକି ଟିକେ ଧୁଆଧୁଇ କରିଦେଇକି ଆଣିକି ବସେଇଦେଲି। ଏବେ ଟିକେ ସୁପ୍ ଆଣିକି ସେ ଦେଇଦେଲେ। ସୁପ୍ ଆମେ ଟିକେ ବାପାଙ୍କୁ ଦେଲି ଖାଇବା ପାଇଁ। ବାପା କହିଲେ ରାଗ ଲାଗୁଛି, ମୁଁ ଖାଇବିନି। ମୁଁ ଟିକେ ଖାଇଲି। ମୁଁ ଗିନା ଧରିକି ଏମିତି ପିଇଦେଲି। ଆଉ ମୋ ଝିଅ କହୁଛି ଏମିତି କ'ଣ ଖାଉଛ? ମୁଁ କହିଲି ଛାଡ଼ ମ, ଆମେ ତ ଗାଁ ଲୋକ, ଆମର ଏଇ ଷ୍ଟାଇଲ୍ ମାଇଲ୍ କରିକି କିଏ ଖାଉଛି? ଆମେ ଯାହା ଯେମିତି ଖାଇଦେଇକି ପଳେଇବା କଥା। ଆମର କିଏ ସବୁ ପଚାରୁଛି? ବାପାଙ୍କ ପାଇଁ ଏଥର ଖାଇବା ମଗାଇ ଦେଇଥିଲି। ଗୋଟିଏ ମିଲ୍ ଆଣିଥିଲି, ବାପାଙ୍କୁ ଖୁଆଇଦେଲି। ସେଇ ମିଲ୍ଟା ମୁଁ ବି ଖାଇଦେଲି। ବାପା ତ ଅଳ୍ପ ଟିକେ ଖାଉଛନ୍ତି। ସମସ୍ତେ ଲୋକମାନେ ମୋତେ ଚାହୁଁଥାନ୍ତି। ଆମର କ'ଣ ଅଛି, ଆମେ ଖାଇଦେଇକି ପଳେଇବା କଥା। କିଏ କ'ଣ ଭାବିବ, ଆମର ସେସବୁ କିଏ ପଚାରେ? ବାପାଙ୍କୁ ଖୁଆଇଦେଇ ଏଥର ମୁଁ ଖାଇବାକୁ ବସି ପଡ଼ିଲି। ଝିଅ ତା ପାଇଁ ମଗାଇଥିଲା ବିରିୟାନୀ। ଟିକିଏ ପଛେ ଖାଇବନି, ମଗାଇ ଦେଇଛି ଗୋଟେ ପ୍ଲେଟ୍ ବିରିୟାନୀ। ଆମେ ଖାଇକି ଆସିଲା ବେଳକୁ ଲୋକମାନେ ମୋତେ ସମସ୍ତେ ଚାହୁଁଥାନ୍ତି। ସେଠୁ 2 ଜଣ ଲୋକ ମୋତେ ପଚାରିଲେ, ସିଏ ତୁମର କ'ଣ ହେବେ? ମୁଁ କହିଲି ସିଏ ମୋ ବାପା। କହିଲେ ଓ, ସେଥିପାଇଁ ବୋଧେ ଏମିତି ସେବା କରୁଛ ଆଉ। ଏତିକି କହିଲା ପରେ ମୁଁ ଏଥର ପଳେଇ ଆସିଲି। ଏଇ ଲୋକମାନେ ମୋତେ ପଚାରିଲେ। ତାପରେ ଆମେ ପଳେଇ ଆସିଲୁ। ଝିଅ ଆଣିକି ବାପାଙ୍କୁ ବସେଇଦେଲା ଗାଡ଼ିରେ। ମୁଁ ଏଥର ପାନମଧୁରୀ ମିଶ୍ରି ଟିକେ ହୋଟେଲରୁ ନେଇ ଆସିଲି। ଖାଇ ଖାଇ ଏଥରକ ଗାଡ଼ି ପାଖକୁ ଆସିଲି। ଜୟ ଜଗନ୍ନାଥ।